ଏହି କାହାଣୀଟି ସମ୍ପୂର୍ଣ୍ଣ କାଳ୍ପନିକ। କୌଣସି ଜୀବିତ କିମ୍ବା ମୃତ ବ୍ୟକ୍ତି ସହିତ ଏହାର କୌଣସି ବି ସମ୍ପର୍କ ନାହିଁ। ମୋହିତ ଜଣେ 30 ବର୍ଷର ବନ ବିଭାଗରେ କାମ କରୁଥିବା କର୍ମଚାରୀ। ଘରେ ବାବା ମା ଥାନ୍ତେ। ମୋହିତଙ୍କର ପ୍ରାୟ ସମୟ ଜଙ୍ଗଲରେ ହିଁ କଟିଥାଏ। ମାସରେ ଥରେ କିମ୍ବା 2 ଥର ଘରକୁ ଆସନ୍ତେ। ସେଥିପାଇଁ ଘରେ ଚାକରଟିଏ ବି ଥାଏ। ସବୁ ଠିକ୍ଠାକ୍ ଚାଲିଥିଲା। ଅଚାନକ ଜଙ୍ଗଲରେ ଜୀବଜନ୍ତୁମାନେ ମରିବାକୁ ଲାଗିଲେ। କିଏ କେଜାଣି ଅତି ନିର୍ମମ ଭାବରେ ତାଙ୍କୁ ହତ୍ୟା କରି କଞ୍ଚା ଖାଉଥିଲା। ମୋହିତ ତାଙ୍କ ଜଙ୍ଗଲ ଗସ୍ତକୁ ବଢ଼ାଇ ଦେଲେ। ଦିନେ ଜଙ୍ଗଲ ଭିତରେ ତାଙ୍କ ଗାଡ଼ି ଖରାପ ହୋଇଗଲା। ସେତେବେଳେ ସନ୍ଧ୍ୟା ହେବାକୁ ଥାଏ। ଦେଖିଲେ ଜଙ୍ଗଲ ଭିତରେ ଗୋଟିଏ ଛୋଟ ଘରଟିଏ ଅଛି। ସେ ଆଶ୍ରୟ ମାଗିବା ପାଇଁ ସେଠାକୁ ଗଲେ। ସେହି ଘରର କବାଟ ବାଡ଼େଇଲେ। ସେତେବେଳେ ଗୋଟିଏ ବୃଦ୍ଧା ସ୍ତ୍ରୀ ଲୋକ କବାଟ ଖୋଲିଲେ। କହିଲେ, କ'ଣ ହେଲା ବାବୁ? ମୋହିତ କହିଲେ, ମୋତେ ଆଜି ରାତି ପାଇଁ ଟିକେ ଏଠି ଆଶ୍ରୟ ଦରକାର। ମୋ ଗାଡ଼ି ଖରାପ ହୋଇଯାଇଛି। ସେ ବୁଢ଼ୀ କହିଲା, ମୋ ଘରେ ମୁଁ ଆଉ ମୋ ଝିଅ ରହୁ। ଆପଣ ବାହାରେ ଶୋଇପଡ଼ନ୍ତୁ। କିଛି ସମୟ ପରେ ସେ ଝିଅ ମୋହିତଙ୍କ ପାଇଁ ଖାଇବାକୁ ଆଣିଦେଲା। ଝିଅଟିକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏତେ ସୁନ୍ଦର ଥିଲା ଯେ ନ କହିଲେ ନ ସରେ। ତାକୁ ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଯାଇଥିଲା। ସେ ସବୁଦିନ ତାକୁ ଦେଖା କରିବାକୁ ଯାଉଥିଲେ। ସେ ଝିଅଟିର ନାଁ ମଲ୍ଲି ବୋଲି ସେ ଜାଣି ତାକୁ ବିବାହ ପ୍ରସ୍ତାବ ଦେଇଥିଲେ। ସେ ମଲ୍ଲିକୁ ବାହା ହୋଇ ଘରକୁ ଆଣିଲେ। କିନ୍ତୁ ତାଙ୍କ ବାପା ମା ମଲ୍ଲିକୁ ପସନ୍ଦ କରୁନଥିଲେ। ସେମାନେ ତାଙ୍କର ଗୋଟିଏ ବୋଲି ପୁଅକୁ ନିଜ ଇଚ୍ଛାରେ ବାହାଘର କରିବା ପାଇଁ ଚାହୁଁଥିଲେ। ମୋହିତ ମଲ୍ଲିକୁ ତାଙ୍କ ବାପା ମାଙ୍କ ପାଖରେ ଛାଡ଼ି ନିଜ କାମରେ ଯାଉଥିଲେ। ସେଠି ଜଙ୍ଗଲରେ ଅନେକ ଜନ୍ତୁ ମରୁଥିଲେ। ଆଖପାଖ ଗାଁର ଲୋକମାନେ ଏଇଟା କୌଣସି ମଣିଷ କି ଅନ୍ୟ ଜୀବର କାମ ନୁହେଁ, ଏଇଟା ଡାହାଣୀର କାମ ବୋଲି ଚର୍ଚ୍ଚା କରିବାକୁ ଲାଗିଲେ। ମୋହିତ କିନ୍ତୁ ଏ କଥା ଉପରେ ଟିକେ ବି ବିଶ୍ୱାସ ନଥିଲା। ସେ ଯେତେବେଳେ ଘରକୁ ଯାଉଥାନ୍ତେ ତାଙ୍କ ମା ମଲ୍ଲି ବିଷୟରେ ନାନା କଥା କହୁଥାନ୍ତେ। କିନ୍ତୁ ମୋହିତ ସେ କଥା ଗୁଡ଼ିକୁ ଭ୍ରୂକ୍ଷେପ କରୁନଥାନ୍ତେ। ଥରେ ତାଙ୍କ ଘରେ ଥିବା କୁକୁର ଜିମିକୁ କେହି ଜଣେ ନିର୍ମମ ଭାବରେ ହତ୍ୟା କଲା। ଘରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଏମିତି କିଏ ଗୋଟିଏ କୁକୁରକୁ ହତ୍ୟା କଲା? ଜିମି ସମସ୍ତଙ୍କୁ ପ୍ରିୟ ଥିଲା। ମୋହିତ ବାବୁ ମଧ୍ୟ ସେ କଥା ଶୁଣି ଘରକୁ ଆସିଲେ। ସେ ଅତ୍ୟନ୍ତ ବିସ୍ମିତ ହୋଇପଡ଼ିଥିଲେ। ଜଙ୍ଗଲରେ ଯେମିତି ଜନ୍ତୁମାନଙ୍କୁ କିଏ ହତ୍ୟା କରୁଥିଲା, ସେମିତି ତାର ମଧ୍ୟ ହତ୍ୟା ହୋଇଛି। କିନ୍ତୁ ସେ ଘରେ ସେ କଥା କହିନଥିଲେ। ସେ କିଛି ଦିନ ରହି ଚାଲିଗଲେ। ତାଙ୍କ ମା କିନ୍ତୁ ମଲ୍ଲି ବିଷୟରେ ସବୁବେଳେ କିଛି ନା କିଛି ଖରାପ କହୁଥିଲେ। ଦିନେ ମୋହିତଙ୍କ ମା ଫୋନରେ କହିଲେ, ତାର ଲକ୍ଷଣ ଭଲ ନାହିଁ। ସେ ଯେବେଠୁ ଆସିଛି ଏ ଘରେ କିଛି ବି ଭଲ ହେଉନାହିଁ। ମୋହିତ ମଲ୍ଲିକୁ ବହୁତ ଭଲ ପାଉଥିଲେ। ସେ କିଛି ବି ବିଶ୍ୱାସ କରୁନଥିଲେ। ହଠାତ୍ ଗୋଟିଏ ଖବର ମୋହିତ ବାବୁଙ୍କ ପାଦ ତଳୁ ଭୂମିକୁ ଖସାଇ ଦେଇଥିଲା। ତାଙ୍କ ମାଆକୁ ମଧ୍ୟ କେହି ଜଣେ ଅତି ନୃଶଂସ ଭାବରେ ହତ୍ୟା କଲା। ଏମିତି ହତ୍ୟା କେବେ ବି ଗୋଟିଏ ମଣିଷ କିମ୍ବା ଗୋଟିଏ ପଶୁ ପକ୍ଷରେ କରିବା ସମ୍ଭବ ନୁହେଁ। କେହି ଜଣେ ନିଜ ନଖ ଦ୍ୱାରା ତାଙ୍କର ଛାତିକୁ ବାରମ୍ବାର ଚିରି ଦେଇଥିଲା। ଜିଭ ଏବଂ ଆଖିକୁ ଟାଣି ଅଲଗା କରିଦେଇଥିଲା। ଏହା ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତେ। ଏପରି କିଏ କାହାକୁ କେମିତି ମାରିପାରିବ? ଶବକୁ ବ୍ୟବଚ୍ଛେଦ ପାଇଁ ଦିଆଯାଇପାରିଲା ନାହିଁ। ଏତେ ବିଭତ୍ସ ରୂପରେ ହତ୍ୟା କରାଯାଇଥିଲା। ମୋହିତ ବାବୁ କିଛି ଦିନ ଛୁଟି ନେଇ ସେଠାରେ ରହିଗଲେ। ମଲ୍ଲି ତାଙ୍କ ଶାଶୁ ମାଙ୍କ କଥାକୁ ମନେ ପକାଇ ବେଳେବେଳେ ବହୁତ କାନ୍ଦୁଥିଲା। ଏହା ଦେଖି ମୋହିତ ବାବୁ ଭାବୁଥିଲେ ତାଙ୍କ ମା ସେମିତି ହିଁ ମଲ୍ଲି ବିଷୟରେ ନାନା ଭୁଲ କଥା କହୁଥିଲେ। ଯେମିତି ଗୋଟିଏ ଶାଶୁ ତା ବୋହୂ ବିଷୟରେ ତା ପୁଅ ଆଗରେ ନିନ୍ଦା କରେ, ବାସ୍ ସେମିତି। ମଲ୍ଲି ମଧ୍ୟ ମୋହିତକୁ ବହୁତ ଭଲ ପାଉଥିଲା। ତାଙ୍କ ସବୁ ସୁଖକୁ ପ୍ରାଧାନ୍ୟ ଦେଉଥିଲା। ଗୋଟିଏ ମା ଯେମିତି ତା ସନ୍ତାନକୁ ଖାଇବାକୁ ଦିଏ, ସେମିତି ଓ ରାତିରେ ଗୋଟିଏ ବେଶ୍ୟା ପରି ସୁଖ ମଧ୍ୟ ଦେଉଥାଏ। ମଲ୍ଲିର ନିରୀହ ଚେହେରା, ତାର ନାଗୁଣୀ ପରି କଳା ଲମ୍ବା ଚୁଟି, ଅତି ଆକର୍ଷଣୀୟ ଦେହ ସହିତ ତାର ବ୍ୟବହାର ମୋହିତଙ୍କ ମନକୁ କିଣି ନେଉଥିଲା। କହିବାକୁ ଗଲେ ମୋହିତ ତାର ଭଲ ପାଇବାକୁ ନେଇ ବହୁତ ଖୁସି ଥିଲେ। ମୋହିତଙ୍କ ବାପା ତାଙ୍କ ସ୍ତ୍ରୀର ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ। ସେ ତାଙ୍କ ମାନସିକ ଭାରସାମ୍ୟ ସନ୍ତୁଳନ ହରାଇ ବସିଥିଲେ। ତାଙ୍କୁ ଘରେ ରଖି ତାଙ୍କର ଚିକିତ୍ସା ଚାଲିଥିଲା। ଥରେ ସେ ମୋହିତ ବାବୁଙ୍କୁ ଡାକି କହିଲେ, ତୋ ସ୍ତ୍ରୀ ଗୋଟିଏ ଡାହାଣୀ। ସେ କାଲି ରାତିରେ ଝିଟିପିଟି ହୋଇ ମୋ ରୁମକୁ ଆସିଥିଲା। ତା କିଛି ଦିନ ପରେ କହିଲେ, ମୁଁ କାଲି ରାତିରେ ତା ପାଦ ଓଲଟା ଦେଖିଛି।
ସେ ମୋତେ ତତେ ସମସ୍ତଙ୍କୁ ମାରିଦେବ। ଗୋଟିଏ ଡାହାଣୀ ତା ସ୍ୱାମୀକୁ ନିଶ୍ଚିତ ମାରେ। ସେତେବେଳେ ଗୋଟିଏ ଝିଟିପିଟି ସେ ରୁମ୍ରେ ଚିଙ୍ଗ ଚିଙ୍ଗ ଶବ୍ଦ କରି ତଳେ ପଡ଼ିଗଲା। ତାକୁ ଦେଖି ମୋହିତଙ୍କ ବାପା କହିଲେ, ଦେଖ ଦେଖ କେମିତି ଆସି ଆମ କଥା ଶୁଣୁଛି। ଏତିକି କହିଲା ପରେ ସେ ଝିଟିପିଟି କୁଆଡ଼େ ଅନ୍ତର୍ଧ୍ୟାନ ହୋଇଗଲା। ମୋହିତ ଜାଣିଥିଲେ ତାଙ୍କ ବାପାଙ୍କ ଯାହା ମନକୁ ଆସୁଛି ସେ କହିଯାଉଛନ୍ତି। ସେ କିଛି ବି ଉତ୍ତର ନ ଦେଇ ସେଠାରୁ ଚାଲି ଆସିଲେ। କିଛି ଦିନ ପରେ ହଠାତ୍ ମଲ୍ଲି ବାନ୍ତି କରିବାକୁ ଲାଗିଲା। ତା ଦେହ ଖରାପ ଅଛି ବୋଲି ମୋହିତ ତାକୁ ଡାକ୍ତର ପାଖକୁ ନେଇଗଲେ। ସେଠି ଜଣାପଡ଼ିଲା ସେ ଗର୍ଭବତୀ ଅଛି। ମୋହିତକୁ ବହୁତ ଦିନ ପରେ ଗୋଟିଏ ଖୁସି ଖବର ମିଳିଲା। ସେ ଆସି ତାଙ୍କ ବାପାଙ୍କୁ ଏଇ କଥା କହିଲେ। ତାଙ୍କ ବାପା କିନ୍ତୁ କହିଲେ, ଡାହାଣୀ ତା ଛୁଆକୁ ଖାଇଯାଏ, ଦେଖିବୁ ସେ ବି ସେମିତି କରିବ। ଡାହାଣୀ ତାର ପୁଅ ସନ୍ତାନକୁ ଖାଇଯାଏ ଓ ଝିଅ ହୋଇଥିଲେ ତାକୁ ତାରି ପରୀକ୍ଷା ଦୀକ୍ଷା ଦେଇ ଡାହାଣୀ କରିଦିଏ। ମୋହିତ ଏଥର ତାଙ୍କ ବାପାଙ୍କ ଉପରେ ଖୁବ୍ ଜୋରରେ ରାଗି ଯାଇଥିଲେ। କହିଲେ, ତୁମ ମୁଣ୍ଡ ଖରାପ ହୋଇଯାଇଛି, ସେଥିପାଇଁ ତୁମେ ମଲ୍ଲିକୁ ଡାହାଣୀ ବୋଲି କହୁଛ। ମୁଁ ଆଉ ଥରେ ବି ତା ବିରୁଦ୍ଧରେ କିଛି ବି ଶୁଣିବା ପାଇଁ ଚାହୁଁନି। ମୋହିତ ଡ୍ୟୁଟିରେ ଥିଲେ ସେତେବେଳେ ମଲ୍ଲିକୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଗଲା। ସେ ଖବର ପାଇ ଘରକୁ ଆସିଲେ। ଡାକ୍ତରଖାନାରେ ସେ ଗୋଟିଏ ପୁଅକୁ ଜନ୍ମ ଦେଲା। କିନ୍ତୁ ସେ କିଛି ସମୟ ପରେ ସେ ଛୁଆଟି ମରିଗଲା। ଡାକ୍ତର କହିଲେ ତା ଦେହରେ ରକ୍ତ ନଥିବାରୁ ତାର ମୃତ୍ୟୁ ହୋଇଯାଇଛି। ମୋହିତ ବାବୁଙ୍କ ମନ ବହୁତ ଖରାପ ହେଲା। ସେ ମନ ଦୁଃଖରେ ମଲ୍ଲିକୁ ନେଇ ଘରକୁ ଆସିଲେ। ଏକଥା ତାଙ୍କ ବାପା ଶୁଣି ପୁଣି ଥରେ ମଲ୍ଲିକୁ ଦୋଷ ଦେଇ କହିଲେ, ଆରେ ଡାହାଣୀ ତୁ ଖାଇଗଲୁ ନା ମୋ ନାତିକୁ, ତୁ ପଳା ମୋ ଘରୁ। ମୋହିତ, ମୁଁ କହିଥିଲି ନା ଇଏ ଏମିତି ହିଁ କରିବ। ମଲ୍ଲି ତାଙ୍କ କଥା ଶୁଣି ଭେଁ ଭେଁ ହୋଇ କାନ୍ଦି ପକାଇଲା। ମୋହିତ ମଲ୍ଲିକୁ ବୁଝାଇ କହିଲେ, ବାବାଙ୍କ ମୁଣ୍ଡ ଠିକ୍ ନାହିଁ, ତୁମେ ତାଙ୍କ କଥାକୁ ମନକୁ ନିଅ ନାହିଁ। ମୋହିତ କିଛି ଦିନ ପରେ କାମକୁ ଚାଲିଗଲେ। ଘରେ ମଲ୍ଲି, ମୋହିତଙ୍କ ବାପା ଓ ଚାକର ଥାଆନ୍ତି। ସେଦିନ ରାତିରେ ମଲ୍ଲିକୁ ତାଙ୍କ ବାପା କଞ୍ଚା ମାଂସ ଖାଉଥିବାର ଦେଖିଲେ। ସେ ତାକୁ କହିଲେ, ତୋ ଅସଲ ରୂପ ଏଇଆ ନା, ମୋ ସ୍ତ୍ରୀକୁ ତୁ ଖାଇଛୁ ଡାହାଣୀ, କହି ତାକୁ ମାରିବା ପାଇଁ ହାତ ଉଠାଇଲେ। ମଲ୍ଲିର ସୁନ୍ଦର ଚେହେରା ଅତି ଭୟଙ୍କର ହୋଇ ଉଠିଲା। ତା ପାଦ ଓଲଟା ହୋଇଯାଇ ହାତ ଓ ପାଦର ନଖ ଗୁଡ଼ାକ ଆପେ ଆପେ ବଢ଼ିବାକୁ ଲାଗିଲା। ତାର ଚୁଟି ସାପ ପରି ଆପେ ଆପେ ଏପଟ ସେପଟ ହଲିବାକୁ ଲାଗିଲା। ସେହି ଚୁଟିରେ ସେ ମୋହିତଙ୍କର ବାପାଙ୍କ ବେକକୁ ଜୋରରେ ଭିଡ଼ି ଧରିଲା। ତାଙ୍କୁ ତଳେ ଟାଣି ପକାଇ ତାଙ୍କ ପେଟ ଉପରେ ବସି ଲମ୍ବା ଲମ୍ବା ନଖରେ ତାଙ୍କ ଛାତିକୁ ବାରମ୍ବାର ଚିରିବାକୁ ଲାଗିଲା। ସେ କଷ୍ଟରେ ମୋତେ ଛାଡ଼ିଦେ ବୋଲି କହୁଥିଲା ବେଳେ ତାଙ୍କ ପାଟି ଭିତରୁ ଜିଭକୁ ଭିଡ଼ି ଆଣି ଛିଣ୍ଡାଇ ପକାଇଲା। ତାଙ୍କ ଆଖି ଦୁଇଟିକୁ ତାଡ଼ି ବାହାରକୁ କାଢ଼ି ପକାଇଲା। ତାପରେ ତାଙ୍କ ଛାତିରୁ ବାହାରୁଥିବା ରକ୍ତକୁ ପାପୁଲିରେ କାଢ଼ି ପିଇବାକୁ ଲାଗିଲା। ଶେଷରେ ତାଙ୍କ ହୃଦୟକୁ କାଢ଼ି ଆଣି ଖାଇବାକୁ ଲାଗିଲା। ଏସବୁ ତାଙ୍କ ଚାକର ଲୁଚିକି ଦେଖୁଥିଲା, କିନ୍ତୁ ପ୍ରାଣ ଭୟରେ ସେ ନିଜ ପାଟିକୁ ବନ୍ଦ କରି ରହିଥିଲା। ମଲ୍ଲିର ଅସଲ ରୂପ ଚାକର ଦେଖି ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲା। ସେ ଲୁଚି ରହି ସବୁ ଦେଖୁଥିଲା, କିନ୍ତୁ ମୁହଁରୁ ଗୋଟିଏ ବି ଶବ୍ଦ କାଢ଼ିବାକୁ ତାର ସାହସ ହେଲାନି। ସେ ଅପେକ୍ଷା କରିଥିଲା ମୋହିତ ବାବୁ ଆସିଲେ ସବୁ କହିବ, ସେ ଡାହାଣୀର ଅସଲ ରୂପକୁ ପଦାକୁ ଆଣିବ। କିଛି ସମୟ ପରେ ଖବର ପାଇ ମୋହିତ ଘରକୁ ଆସିଲେ। ପୋଲିସ ଆସି ଶବକୁ ବ୍ୟବଚ୍ଛେଦ ପାଇଁ ନେବାକୁ ଲାଗିଲା। ସେମାନେ ଏପରି ନିର୍ମମ ହତ୍ୟାର କାରଣ ଖୋଜିବାକୁ ଅସଫଳ ପ୍ରୟାସ କରୁଥିଲେ। ମୋହିତ ବାବୁ ଦେଖିଲେ ମଲ୍ଲି ଆଖପାଖରେ ନାହିଁ। ତାକୁ ସେ ଖୋଜିବାକୁ ଲାଗିଲେ। ସେ ଘରର ଗୋଟିଏ କୋଣରେ ବସି ଭୋ ଭୋ ହୋଇ କାନ୍ଦୁଥିଲା। ତା ଲୁହ ପୋଛି ତାକୁ ସାନ୍ତ୍ୱନା ଦେଲେ। ଘରେ କିଛି ଦିନ ପର୍ଯ୍ୟନ୍ତ ଶୋକର ଛାୟା ଖେଳି ଯାଇଥିଲା। ମୋହିତ ବାବୁ ମଲ୍ଲିକୁ ନେଇ ବହୁତ ଚିନ୍ତିତ ହୋଇ ପଡ଼ିଥିଲେ। ସେ କହିଲେ, ତୁମେ ଏକା କେମିତି ରହିବ? କହିବ ଯଦି ମୁଁ ତୁମ ମାଆଙ୍କୁ ଏଠାକୁ ଡାକି ଆଣିବି, ସେ ତୁମ ସହିତ ଏଇଠି ରହିବେ। ମଲ୍ଲି ସଙ୍ଗେ ସଙ୍ଗେ ଉତ୍ତର ଦେଲା, ହଁ ସେଇଆ କର। ମୋହିତ ବାବୁଙ୍କୁ ତାଙ୍କ ଚାକର ସବୁ କଥା ଖୋଲି କହିବାକୁ ଚାହୁଁଥିଲା, ମାତ୍ର ମଲ୍ଲିର ଭୟରେ ସେ ଚୁପ୍ ରହିଥିଲା। କିନ୍ତୁ ହଠାତ୍ ଦିନେ ସେ ନିଷ୍ପତ୍ତି ନେଲା, ତା ଜୀବନ ପଛେ ଯାଉ, ସେ ଯେମିତି ହେଲେ ବି ସେ ରାତିରେ ଯାହା ସବୁ ଦେଖିଥିଲା ସେସବୁ ତାଙ୍କୁ କହିଦେବ। ମୋହିତ ବାବୁଙ୍କ ପାଖକୁ ଯାଇ ସେ କହିଲା, ବାବୁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି, କିନ୍ତୁ ଏଠି ନୁହେଁ। ମୋହିତ କହିଲେ, ମଲ୍ଲିକୁ ଏ ଅବସ୍ଥାରେ ଛାଡ଼ି ମୁଁ ଏବେ କେଉଁଠିକି ବି ଯାଇପାରିବିନି।
ସେ ତା ମାଆକୁ ଖବର ଦେଇଛି ସେ ଆସିଲା ପରେ ହିଁ ମୁଁ କାମକୁ ଯିବି। ଠିକ୍ ସେହି ସମୟରେ ମଲ୍ଲିର ମାଆ କାନ୍ତା ଆସି ପହଞ୍ଚିଗଲେ। ମଲ୍ଲି କାନ୍ତାକୁ ଦେଖି ତାଙ୍କୁ କୁଣ୍ଢେଇ ପୁଣି ଥରେ କାନ୍ଦିବାକୁ ଲାଗିଲା। କାନ୍ତା କହୁଥାଏ, ତୋର ଆଉ କିଛି ବି ଚିନ୍ତା କରିବାର ଦରକାର ନାହିଁ, ମୁଁ ଆସିଯାଇଛି।